ଦେଖନ୍ତୁ ଇଏ ତ କ୍ରମାଗତ ଭାବରେ ଆଜି ନୁହେଁ, ଆମେ ବିଗତ ବର୍ଷରୁ ବିଗତ ଦିନ ମାନଙ୍କରେ ଆମେ କାର୍ଯ୍ୟକ୍ରମ କରି ଆସୁଛୁ। ଆପଣ ରଜ କଥା କୁହନ୍ତୁ ବା ବିଭିନ୍ନ ପ୍ରକାରର ଯୋଉ ଗଣପର୍ବ ରହିଛି ଓଡିଶାର, ତା ସହିତ ଆମର ଜାତୀୟ ପର୍ବ ରହିଲା, ସ୍ୱାଧୀନତା ଦିବସ ରହିଲା, ଗଣତନ୍ତ୍ର ଦିବସ ରହିଲା। ତ କେବଳ ସାମାଜିକ ସ୍ତରରେ ଆଦିବାସୀ ବା ସମାଜର ଯୋଉମାନେ ତଳ ଶ୍ରେଣୀରେ ରହିଛନ୍ତି ସମାଜକୁ ମୁଖ୍ୟ ସ୍ରୋତକୁ ଆସିପାରେ ସେମାନଙ୍କ ପାଇଁ ନୁହେଁ, ଆମେ ସମାଜର ବିଭିନ୍ନ ବର୍ଗଙ୍କ ସହିତ କାର୍ଯ୍ୟକ୍ରମ କରୁ। ଯେମିତିକି ଆପଣ ସ୍କୁଲ ପିଲାମାନଙ୍କୁ ନେଇକି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆମେ କରିଛୁ, ଯେଭଳି ଭାବରେ ତାଙ୍କର ପ୍ରତିଭାର ବିକାଶ ହବ। ଏବଂ ଆଜି ଯଦି ଆମେ ସ୍ପେସିଫିକ ଦେଖିବା, ଆଜି ଆମେ କୁବେର ଗଢିଆରେ ଯୋଉ ବନବାସୀ ମାନେ ଯୋଉମାନେ ବାସ୍ତବରେ ଏ ସଭ୍ୟତା ଆରମ୍ଭ କରିଥିଲେ, ରଜ ପର୍ବ ଯୋଉମାନେ ଆରମ୍ଭ କରିଥିଲେ, ସେମାନଙ୍କ ସହିତ ଆମେ ନିଆରା ଢଙ୍ଗର ରଜ ପର୍ବ ପାଳନ କଲୁ। ସେମାନଙ୍କ ସହିତ ଗାଇବା, ନାଚିବା, ଯୋଉ ସଂସ୍କୃତି ସଭ୍ୟତା ଅଛି, ପିଠା ପଣା, ଆମ୍ବ ପଣସ, ଏ ସବୁକୁ ଆମେ ସେମାନଙ୍କ ସହିତ ଖୁସି ଗୋଟେ ବାଣ୍ଟିଲୁ ନିଆରା ଢଙ୍ଗରେ। ଏଥିରେ ଆମ ସହିତ ଅନେକ ସମାଜସେବୀ, ଭଣ୍ଡାରୀ ପୋଖରୀ ଥାନାର ଥାନାଧିକାରିଣୀ ଏବଂ ସରପଞ୍ଚ ଏବଂ ଯୁବ ସମାଜସେବୀ ମାନେ ଆମ ସହିତ ଯୋଡି ହେଲେ। ତେଣୁ ପ୍ରତ୍ୟେକକୁ ଆନ୍ତରିକ ଧନ୍ୟବାଦ। ଯଦି ସମସ୍ତଙ୍କର ଏଇଭଳି ସହଯୋଗ ରହେ, ନିଶ୍ଚିତ ଭାବରେ କୋଉଠି ନା କୋଉଠି ମିଳିତ ଭାବରେ ଆମେ ସାମାଜିକ ସ୍ତରରେ ଲୋକଙ୍କୁ ଏବଂ ଆମ ସମାଜକୁ ଗୋଟେ ମୁଖ୍ୟ ସ୍ରୋତରେ ଏବଂ ମୁଖ୍ୟ ଢଙ୍ଗରେ ଗଢି ତୋଳି ପାରିବା। ଏ ଛୋଟ ଛୁଆ ବେଳୁ ଯୋଉ ରଜ ପର୍ବ ରଜ ମଉଜ ତାର ବାସ୍ତବ ଚିତ୍ର ଏଇ ଆଦିବାସୀ ବସ୍ତିରେ ଆଦିବାସୀ ଭାଇ ଭଉଣୀ ମାନଙ୍କ ସହିତ ମୌସା ମାଉସୀ ମାନଙ୍କ ସହିତ ଛୋଟ ଛୁଆ ମାନଙ୍କ ସହିତ ଏଇ ଯୋଉ ନଈ ସୋଚରୁ ଯୋଉ ସ୍ୱତନ୍ତ୍ର ସୋଚ ବା ସ୍ୱତନ୍ତ୍ର ଚିନ୍ତାଧାରା ତାକୁ ହୃଦୟ ଆତ୍ମାରୁ ଯେତେ ତାରିଫ କଲେ ଯେତେ ପ୍ରଶଂସା କଲେ କମ ହବ। এইଭଳି ସୋଚର ଆବଶ୍ୟକତା ବାସ୍ତବରେ ଅଛି ଯେ ହୃଦୟରେ ଅନ୍ୟ ଛୋଟିଆ ଛୋଟିଆ ହୃଦୟକୁ ମିଶାଇ ଏ ସମାଜରେ କେତେ ଖୁସିର ଆଶା ସୃଷ୍ଟି କରି ହେଇପାରିବ। ତେଣୁ ନଈ ସୋଚର ଏ ସୋଚକୁ ମୁଁ ହୃଦୟ ଆତ୍ମାରୁ କୋଟି କୋଟି ସାଧୁବାଦ ଦେବି। ଏବଂ ଯାହା ମୁଁ କହୁଥିଲି ଏଇଭଳି ସୋଚ ମାନେ ଯଦି ଦୁନିଆରେ ଆସନ୍ତି, ସମାଜରେ ଆସନ୍ତି, ତାହେଲେ ଗୋଟେ ହସଖୁସିର ଏବଂ ଗୋଟେ ସୁନ୍ଦର ବ୍ୟବସ୍ଥିତ ଏବଂ ଗୋଟେ ସମସ୍ତଙ୍କ ସହିତ ଭାଇଚାରା ଗୋଟେ ଦୁନିଆ ସୃଷ୍ଟି ହେବା ପାଇଁ ବହୁତ ବେଶୀ ଦିନ ଲାଗିବନି। ମୁଁ ସତରେ ବାସ୍ତବରେ ବହୁତ ଖୁସି ଯେ ଆଦିବାସୀ ମ୍ୟାଡାମ ଥିଲେ, ଆଦିବାସୀ ମାଉସୀ ମାନଙ୍କ ସହିତ ନାଚୁଥିଲେ, ଆମମାନେ ମଧ୍ୟ ତାଙ୍କ ସହିତ ସହଯୋଗ କରୁଥିଲୁ। ତେଣୁ ଏ ଯୋଉ ନିଆରା ପର୍ବ ପଣସ ଥିଲା, ଆମ୍ବ ଥିଲା, ମିଠା ଥିଲା। ତେଣୁ ଏ ପର୍ବ ପାଇଁ ରଜ ପର୍ବର ବାସ୍ତବ ଚିତ୍ର ଯଦି କେବେ ଏ ଗାଁରେ ଏଇ ମାଟି ପିଣ୍ଡାରେ ଯଦି କେବେ ଦେଖିବାକୁ ମିଳୁଥିଲା, ତାହେଲେ ନଈ ସୋଚର କେବଳ ଏଇ ପ୍ରଚେଷ୍ଟା ପାଇଁ। ତେଣୁ ମୋ ହୃଦୟ ଆତ୍ମାକୁ ଆଉ ଥରେ ନଈ ସୋଚ ସମାଜ ସଂଗଠନକୁ ଅନେକ ଅନେକ ସାଧୁବାଦ ଦଉଛି ଏବଂ ରଜ ପର୍ବ ସମସ୍ତଙ୍କୁ ଅନେକ ଶୁଭେଚ୍ଛା ଅଭିନନ୍ଦନ ଜଣାଉଛି। ଆକ୍ଚୁଆଲି କଥା ହଉଛି ଏଇଆ ଯେ ପରମ୍ପରା ତ ଥିଲା ଅଛି, କିନ୍ତୁ ଆମେ ପରମ୍ପରାଠୁ ଆମେ ଦୂରେଇ ଯାଇଛନ୍ତି। ଏଇଥିପାଇଁ ଦୂରେଇ ଯାଇଛନ୍ତି ଯେ ଆମେ ସମସ୍ତେ ହୁଏତ କିଛି ମାତ୍ରାରେ କମ ବେଶୀରେ ଆମେ ମାନେ ସ୍ୱାର୍ଥପର ହବାକୁ ଆରମ୍ଭ କରିଛନ୍ତି। ଅର୍ଥାତ୍ ନିଜେ ଖୁସିରେ ବଞ୍ଚିବା, ନିଜ ପରିବାରକୁ ଖୁସିରେ ବଞ୍ଚେଇବା ଏବଂ ଜୀବନର ଲକ୍ଷ୍ୟ ହୁଏତ କିଛି ଟଙ୍କା, କିଛି ଧନ ସମ୍ପତ୍ତି, କିଛି ଗାଡି ଘୋଡା। କେବଳ ଜୀବନର ଖୁସି ମିଳେ, ବାସ୍ତବ ଖୁସି ସେଇଠି ମିଳେ। ଖୁସି ବାଣ୍ଟିଲେ ଖୁସି ମିଳେ। ଖୁସି ମିଳିବାର ଆଉ ଦ୍ୱିତୀୟ କୌଣସି ଉପାୟ ନାହିଁ। ତେଣୁ ଖୁସି ବାଣ୍ଟିବାର ମାଧ୍ୟମ ଥିଲା ଏଇ ପରମ୍ପରା, ଏ ରଜ ପର୍ବ, ହୋଲି ପର୍ବ, ହୋଲି, ଦୀପାବଳି, ଯାହା ବି ପର୍ବପର୍ବାଣି ଥିଲା, ଇଏ କେବଳ ଖୁସି ବାଣ୍ଟିବାର ପର୍ବ ଥିଲା। ତେଣୁ ଖୁସି ବାଣ୍ଟିବାର ଆମମାନଙ୍କ ପ୍ରଚେଷ୍ଟା ଦୂର କମି ଯାଇଛି। ତେଣୁ ସବୁ ପର୍ବପର୍ବାଣି ଫିକା ପଡୁଛି। କିନ୍ତୁ ଏଇ ନଈ ସୋଚ ଭଳି ସାମାଜିକ ସଂଗଠନ ବା ଏମିତି ସୋଚ ପୁଣି ସୃଷ୍ଟି ହେଲେ ବେଶୀ ସମୟ ଲାଗିବନି। ପୁଣି ଥରେ ସମସ୍ତଙ୍କ ଭିତରେ ଭାଇଚାରାର ଗୋଟେ ନୂଆ ବନ୍ଧନ ସୃଷ୍ଟି ହବ ଏବଂ ଦୁନିଆ ପାଇଁ, ସମାଜ ପାଇଁ ନୂଆ ଉଦାହରଣ ସୃଷ୍ଟି କରିବ। ଆଉ ଆଜି ଯୋଉ ପ୍ରୋଗ୍ରାମ ହେଲା ଆପଣ ମାନେ ସବୁ ଦେଖିଲେ, ଏହା ବିଭିନ୍ନ ମାନେ ଭିନ୍ନ ପ୍ରକାର ସ୍ୱତନ୍ତ୍ର ନଈ ସୋଚ ଯୋଉଟା କୁହାଯାଏ, ସେଟା ନଈ ସୋଚ ହିସାବରେ କାମ କରାହେଲା। ସମସ୍ତଙ୍କର ଛୋଟ ଛୋଟ ପିଲା ଯୋଉମାନେ ବସ୍ତିରେ ସମସ୍ତେ ଥିଲେ, ସେମାନଙ୍କର ମଜାମସ୍ତି କରାହେଲା। ସେମାନଙ୍କର ଯୋଉଟା ରଜ, ନିଆରା ରଜ ଯୋଉ ଜିନିଷ ଯୋଉ ହିସାବରେ ପାଳନ କରାଯାଏ, ପଣସ, ଆମ୍ବ, ମିଠା, ଚକୋଲେଟ ପିଲାମାନଙ୍କୁ ବଣ୍ଟନ କରାହେଲା। ବଣ୍ଟନ କରା ମାନେ ନିଆରା ଖୁସି ଆମେ ସମସ୍ତେ ଏଠି ଅନୁଭବ କଲେ। ଅଲଗା ପ୍ରକାର ପୁରା ଖୁସି, ଯୋଉ ଖୁସିରେ ମାନେ ଯୋଉ ଖୁସି ଆଜିକା ଡେଟରେ ମିଳୁନି। ଛୋଟ ଛୋଟ ଖୁସି କି ପାଇବା ପାଇଁ ବର୍ତ୍ତମାନ ଏ ଯୋଉ ସବୁ ଜିନିଷ ଆମକୁ କରିବାକୁ ପଡୁଛି, ନିଶ୍ଚିତ ଭାବରେ ଏହା ଏକ ମାନେ ଅସ୍ମରଣୀୟ। ଏ ଜିନିଷକୁ ଆମେ ମାନେ ଭିତରୁ ଭାବିଲେ ଏ ଜିନିଷଟା ବହୁତ ମାନେ ରଖେ। ଏଇ ଜିନିଷ ପାଇଁ ଆମେ ଆଜି ବହୁତ ବଡ ଆୟୋଜନ ସକାଳୁଆ ଚାଲିଥିଲା। ଆଉ ତେଣୁକରି ଏଇ ଜିନିଷଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା ଆଜିକା ଦିନରେ। ଆଉ ରଜ ଏମିତି ହିଁ ପାଳିବା ଦରକାର। ଯୋଉ ଆଦିବାସୀ ବସ୍ତିରେ ଏମିତି ସମସ୍ତଙ୍କୁ ପାଳିବା ଦରକାର। ସମସ୍ତଙ୍କୁ ଆମେ ଆହ୍ୱାନ କରୁଛୁ, ସମସ୍ତଙ୍କୁ ଆମେ ମାନେ ଇଏ କରୁଛୁ କି ସେମାନେ ଏମିତି ଭାବରେ ପାଳନ୍ତୁ। ପାଳିଲେ ଜିନିଷଟା ଆମର ସଂସ୍କୃତି ବଞ୍ଚିକି ରହିବ। ଏ ସଂସ୍କୃତି ଆମର ରହିବା ଦରକାର। ଆଜିକା ଡେଟରେ ଯୋଉ ସଂସ୍କୃତିକୁ ଲୋକମାନେ କେୟାର କରୁନାହାନ୍ତି, ସେଇ ଜିନିଷଟା ସମସ୍ତଙ୍କ ପାଖରେ ପହଞ୍ଚିବା ଦରକାର। ଏଇଟା ନଈ ସୋଚର ଫାଷ୍ଟ ଯୋଉ ଜିନିଷ ପ୍ରାୟୋରିଟି ଏଇଟା ଅଛି।
ତେଣୁକରି ଜିନିଷଟାକୁ ଆମେ ସମସ୍ତେ ପାଇବା ଦରକାର।